ଉପର ମୁହାଁ ହେଲାନି କରୋନା ଗ୍ରାଫ, ପୁଣି ଫେରିବ ମାସ୍କ, ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ମାନିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ। ଉପର ମୁହାଁ ହେଲାନି କରୋନା ଗ୍ରାଫ, ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ଦେଶରେ 4000 ମୁହାଁ କରୋନା କେସ୍, ପୁଣି ଫେରିବ ମାସ୍କ। ଏବେ 3961 ରହିଛି କରୋନା ଆକ୍ଟିଭ କେସ୍। ଗତ 24 ଘଣ୍ଟା କୋଭିଡରେ ଆଉ 4 ଜଣଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ଦେଶରେ କୋଭିଡ ମୃତ୍ୟୁ ସଂଖ୍ୟା 32ରେ ପହଞ୍ଚିଛି। ଗତ 24 ଘଣ୍ଟାରେ ଦେଶରେ ଆଉ 203 କରୋନା ସଂକ୍ରମିତ ଚିହ୍ନଟ ହୋଇଛି। କେରଳରେ ସର୍ବାଧିକ 1435 କରୋନା ସଂକ୍ରମିତ ଅଛନ୍ତି। ସେହିପରି ମହାରାଷ୍ଟ୍ରରେ 506 ସଂକ୍ରମିତ ଥିବା ଜଣାଯାଇଛି। ପଶ୍ଚିମବଙ୍ଗରେ 44 ନୂଆ କେସ୍ ବାହାରିଥିବା ବେଳେ ମୋଟ ସଂକ୍ରମିତ ସଂଖ୍ୟା 331ରେ ପହଞ୍ଚିଛି। ଦିଲ୍ଲୀ ଓ କେରଳ ଓ ଗୁଜରାଟରେ ମଧ୍ୟ ସଂକ୍ରମିତ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଓଡ଼ିଶାରେ 12ରେ ପହଞ୍ଚିଛି କୋଭିଡ ଆକ୍ରାନ୍ତ ସଂଖ୍ୟା। କୋଭିଡ ସଂକ୍ରମଣ ବଢ଼ୁଥିବା ବେଳେ ମୁକାବିଲା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଆଇସିୟୁ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡର ମହଜୁଦ ରହିଛି। ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଲେ ସ୍ୱାସ୍ଥ୍ୟ ବିଭାଗ। ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ମାନିବାକୁ ପରାମର୍ଶ। ଲୋକଙ୍କୁ ଗହଳିକୁ ନ ଯିବାକୁ ପରାମର୍ଶ। ହାତ ଧୋଇବା ସହ ଗ୍ଲୋଭ୍ସ ପିନ୍ଧିବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ। ନିଶ୍ଚିତ ଏହା ପାଳନ କରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 15କୁ ବୃଦ୍ଧି। କାୟାମ ହେଲାଣି କରୋନା। ରାଜ୍ୟରେ କୋଭିଡ ଆକ୍ରାନ୍ତ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର। ସେ କହିଛନ୍ତି, ଯେମିତି ପରୀକ୍ଷା ହେଉଛି ବହୁତ କମ୍ ପଜିଟିଭ୍ ଆସୁଛି। ଦରକାର ପଡ଼ିଲେ ମାସ୍କ ପିନ୍ଧନ୍ତୁ, ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ, ଗ୍ଲୋଭ୍ସ ପିନ୍ଧନ୍ତୁ। ସୂଚନା ଥାଉ କି ସେପଟେ ଦେଶର ମୋଟ କରୋନା ସକ୍ରିୟ ମାମଲା ସଂଖ୍ୟା 3961ରେ ପହଞ୍ଚିଛି। ଏନେଇ ସୋମବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛନ୍ତି। କେରଳରେ ସର୍ବାଧିକ 1435 ଜଣ ଆକ୍ରାନ୍ତ ରହିଛନ୍ତି। ଗୁଜରାଟରେ 320, ପଶ୍ଚିମବଙ୍ଗରେ 28 କରୋନା ରୋଗୀ ସକ୍ରିୟ ଅଛନ୍ତି। ଗତ 24 ଘଣ୍ଟାରେ କର୍ଣ୍ଣାଟକ ଓ କେରଳ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ସରକାରୀ ତଥ୍ୟ ଅନୁଯାୟୀ ଦେଶର କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 32ରେ ପହଞ୍ଚିଛି। ଭାରତୀୟଙ୍କୁ ଡରାଇ ପାରିବନି କରୋନା। ଭାରତୀୟଙ୍କ ଦେହରେ ଆସିସାରିଛି ଆକ୍ୱାର୍ଡ ଇମ୍ୟୁନିଟି। ଜାଣନ୍ତୁ କିଭଳି କରୋନାଠାରୁ ବଞ୍ଚିବେ। ସାରା ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, କିନ୍ତୁ ଏକ୍ସପର୍ଟଙ୍କ କହିବା ଅନୁସାରେ ଭାରତକୁ କୌଣସି ବଡ଼ ବିପଦ ନାହିଁ। ଭାଇରସ୍ ସଂକ୍ରମିତଙ୍କ ଭିତରେ ଫ୍ଲୁ ଭଳି ଲକ୍ଷଣ ଦେଖାଦେବ, ହେଲେ ଏହା ଘାତକ ହେବନି। ଏହାର କାରଣ ହେଉଛି ଦେଶର ଲୋକଙ୍କ ଦେହରେ ଆକ୍ୱାର୍ଡ ଇମ୍ୟୁନିଟି ତିଆରି ହୋଇସାରିଛି। କରୋନାରେ ସଂକ୍ରମିତ ହେଲେ ବି ରୋଗୀ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ। କରୋନାକୁ ହେଲେ ବି ଭାରତୀୟଙ୍କ ବିଶେଷ ବିପଦ ନାହିଁ। ଏଭଳି କିଛି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟ ସ୍ୱାମୀନାଥନ୍। ସେ କହିଛନ୍ତି, ଭାରତୀୟଙ୍କ ଭିତରେ ଆକ୍ୱାର୍ଡ ଇମ୍ୟୁନିଟି ଆସିସାରିଛି, ତେଣୁ କୋଭିଡ-19କୁ ଡରିବାର କୌଣସି କାରଣ ନାହିଁ। ତ ଫ୍ରେଣ୍ଡସ୍, ଏମିତି ନୂଆ ନୂଆ ଅପଡେଟ୍ ଭିଡ଼ିଓ ଜାଣିବା ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ଆପଣମାନେ ସର୍ବପ୍ରଥମେ ଭିଡ଼ିଓଟି ପାଇପାରିବେ। ତ ଫ୍ରେଣ୍ଡସ୍, ଏହି ଚ୍ୟାନେଲକୁ ଆପଣମାନେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ସେୟାର କରନ୍ତୁ।